ଶୋଇକି ଚାରିଟା ବେଳେ ଉଠିଲା ପରେ ମୋର ଯେବେ କିଏ ଲକ୍ଷେ ଟଙ୍କା ଧାର ନେଇଛି ମୁହଁ ଯେମିତି ଆଉ ପାଟିରୁ ବି କଥା ବାହାରିବନି। କାହିଁ କହିଲେ ସାଙ୍ଗମାନେ, ଭାତ ପୁରା ଗଦେ ଭାତ ଖାଇକି ଶୋଇଥିମି, ତାର କାର୍ଡ଼ ଭୋକ ଆସେ ଏମିତି କିଛି ଟିକେ ସ୍ନାକ୍ସ ଦରକାର। ଦେଖୁନାହାନ୍ତି ବିସ୍କୁଟକୁ କେମିତି ଛୋଟ ପିଲା ଭଳିଆ ପାଣିରେ ବତୁରେଇକି ଖାଉଛି। ଏତିକି ଟିକେ ପଡ଼ିଗଲେ ମୋ ପାଟିରେ ବାସ୍ ମଜା ବାହାରିଲା। ହେଇ ଏବେ ଟିକେ ଟିକେ ପାଟି ଫୁଟିବ। ମୁଁ କହିପାରିବି ମୋ ପେଟ ଭିତରୁ ଭୋକ କାର୍ଡ଼ ଆସେ ଖାଲି ଶୋଇକି ଉଠି ସାରିଲା ପରେ। ଏପଟରେ ସ୍ୱାମୀ ମୋତେ ଦେଖିକି କହିଲେ ମୋ ପେଟଟାକୁ କାହିଁ ଖାଲି ଉପାସରେ ରଖାମି, ମୁଁ ବି ଗୋଟେ ବେଦନା ଥିଲା ଖାଇଯାଏ, ଖାଇକି ମୁଁ ଗୋଟେ ମିଶନରେ ଯିବି। ମୁଁ ତ ଜିଦି ଧରିଲି ଯିବି ତାଙ୍କ ସହିତ ଆଉ। ସ୍ୱାମୀ କହିଲେ ନା ତୁ ସେଠି ଯାଇକି ମୋତେ ଖାଲି ହଇରାଣ କରିବୁ, ତୁ ସେ କାମ କରିପାରିବୁନି। ମୁଁ କହିଲି ଏମିତି କିଛି କାମ ନାହିଁ ମୁଁ ଯେଟା କରିପାରେନି। ଟିକେ ପାୱାର ଦେଖିଦେଲି, ଆସିକି ପହଞ୍ଚିଗଲି ଆମ ମିଶନ ଜାଗାରେ। ଦେଖନ୍ତୁ ସାଙ୍ଗମାନେ ଆମେ କାର୍ଡ଼କୁ ଆସିଛେ। ମୋତେ ଦେଖିକି ଲାଗିଲା ସ୍ୱାମୀ ଯାହା କହୁଥିଲେ ସତ କହୁଥିଲେ। ବାବା ଇଏ ବିଲ ନା ଗଡ଼ିଆ? ସାଙ୍ଗମାନେ ଆମର କିଛି ଧାନ ଚାଷ କରାହେଇଛି ତ ସେଥିରେ ଏମିତି କଇଁ ଗଛ ଗୁଡ଼ା ହେଇଛି, ତାକୁ ସ୍ୱାମୀ ଉପୁଡ଼ିକି ଫାඹୁଡ଼ିବା ପାଇଁ ଆସିଥିଲେ, ନହେଲେ ଧାନ ଭଲସେ ହେବନି। ତ ମୋ ବାପା ଆଗେ ଆସିକି ବାଛିବା ଷ୍ଟାର୍ଟ କରିଦେଲେନି। ସ୍ୱାମୀ ତାଙ୍କର ପହଁରାକି ପଳେଇଲେ। ମୁଁ କହିଲେ ଆଇଛୁ ଯଦି ଘାସ ବାଛିବୁ। ମୁଁ କହିଲି ନା ବାବା ମୋ ମୁଣ୍ଡ ବିନ୍ଧୁଛି। ତାଙ୍କୁ ଟିକେ ଇମୋସନାଲ୍ ବ୍ଲାକମେଲ୍ କରିଦେଲି। ସେ କହିଲେ ହଉ ତାହେଲେ ତୁ ବସିଥା, ଛୋଟ ପିଲାଟା ଏତେ ପାଣିରେ ଆସିପାରିବୁନି, ହୁ ଅଛି ହୁ ଦେଇକି ମୁଁ ବସିଲି। ସେମାନେ ବାଛିଲେ। ଆଉ ଏଠି କେତେ ସୁନ୍ଦର ସୁନ୍ଦର ପକ୍ଷୀ ଗୁଡ଼ା ସବୁ ଉଡ଼ିକି ଯାଉଛନ୍ତି ଦୋଳ ବାନ୍ଧିକି। ମୁଁ ତାଙ୍କୁ ଯେତେ ଚେଷ୍ଟା କରୁଛି କ୍ୟାମେରାରେ କ୍ୟାପଚର୍ କରି ମିଳିକା, ତାଙ୍କ ସୁନା ଦେହ ଯାକ ଗଜା ହେଇଯାଉଛି, ଟୋଟାଲ୍ କ୍ୟାମେରାରେ ଦେଖା ହିଁ ଦେଉନାହାନ୍ତି। ଆଉ ମୋର ଲୋଭ ଥିଲା ସେଇ ଯେ କଇଁ ଫୁଲ ଗୁଡ଼ା ଫୁଟିଛି, ଯାଇଛି ମାଗଣାରେ ଛାଡ଼ିମି କେନେ। ମୁଁ କହିଲି ଆସିଲା ବେଳେ ରିକ୍ୱେଷ୍ଟ କରିନି, ମାନେ ମୋତେ ଦୁଇଟା କଇଁ ଫୁଲ ଆଣିଦେବ। ଯାହା ହଉ ଦୁଇଟା ମୋତେ କଇଁ ଫୁଲ ଆଣିଦେଲେ। ଶୁଖିଲା ହେଇଥିଲା ତ ମୁଁ ସବୁ ମାନେ ସବୁ ଫୁଲ ଛାଟି ଆଣିଥାନ୍ତି। ଜଳର କିଏ ଛାଟିବ। ଭିଡ଼ିଓ ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଭିଡ଼ିଓକୁ ଲାଇକ୍ କରିବେ। ଜୟ ଜଗନ୍ନାଥ।